কিন্তু ଏ ସରକାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଏ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଯୋଗ୍ୟତା ନାହିଁ, ଯୋଉ ମନ୍ତ୍ରୀକୁ ଗାଦିରେ ବସେଇଛନ୍ତି ସେ ମନ୍ତ୍ରୀ କୌଣସି ଦୃଷ୍ଟିଗୋଚର ହଉନାହିଁ। କେତେ ଜଣ ଛାତ୍ରଛାତ୍ରୀ ଆଜି ପାଗଳ ପାଗଳ ହେଲେଣି, କେତେ ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କଲେ, କିନ୍ତୁ ସିଏ ତାଙ୍କ ଜନ୍ମଦିନ ପାଳିବାରେ ବ୍ୟସ୍ତ ଅଛନ୍ତି। ଏ ସରକାର ବୋଧେ ଚାହୁଁନାହାନ୍ତି ଏ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ହଉ, କି ଛାତ୍ରଛାତ୍ରୀ ଆଗକୁ ଯାଆନ୍ତୁ, ଏ ଯୁବପିଢି ଆଗକୁ ବଢନ୍ତୁ। କାହିଁକି ନା ସେମାନେ କୋଳି ଖାଇ କୋଳି ମଞ୍ଜି ପୋତିଛନ୍ତି। ସେମାନେ ନେତା ମନ୍ତ୍ରୀ ସବୁ ହେବେ, ତାଙ୍କର ସରକାର ହବ, ସେମାନେ ହିଁ ଏମିତି ରାଜ ରାସ୍ତାରେ ଲୋକଙ୍କୁ ହଇରାଣ କରିବେ, ଅତ୍ୟାଚାର କରିବେ, ଅମାନୁଷିକ କାମ କରିବେ, ନାରୀ ନିର୍ଯାତନା ପର୍ଯ୍ୟନ୍ତ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖେଳିବା ପର୍ଯ୍ୟନ୍ତ ଏମାନେ କୌଣସି ପ୍ରକାର ଏକ ସୁଯୋଗ ହାତ ଛଡା କରୁନାହାନ୍ତି। ଏ ସରକାର କୋଉ ଭାବରେ ସେ ବସିଛନ୍ତି ଏ ଗାଦିରେ ଆମେ ବିଶ୍ୱାସ କରିପାରୁନି। ଏ ସରକାର ଯଦି ତାଙ୍କର ଗୋଟେ ନୈତିକତା ଦୃଷ୍ଟି ଅଛି, ଏ ପଦରୁ ଇସ୍ତଫା ଦିଅନ୍ତୁ। ଆପଣ ଦେଖନ୍ତୁ ଓଡିଶାରେ କୋଉ ଭଳି ଭାବରେ ହେଇଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉ ଛାତ୍ରଛାତ୍ରୀଙ୍କ ବହିରେ କୋଉ ଭଳି ଭାବରେ ସବୁ ଆସୁଛି ପାଠ, କେତେ ଭୁଲ, 1800 ସମଥିଙ୍ଗ ଭୁଲ ଅଛି। ଆମର ଇଂଲିଶ ରଚର ଗୀତ, ଗଣିତ ଶିକ୍ଷା ଏତେ ଦେଖୁଛନ୍ତି ନିମ୍ବୁଡା ଗୀତ। ଆପଣଙ୍କୁ କଣ କୌଣସି ମାନେ ଦୃଷ୍ଟିଗୋଚର ହଉନି? ଆମ ମୋହନ ମାଝି ଯାଉଛନ୍ତି କାଲି, ଦେଖନ୍ତୁ ଗତକାଲି କଳାକାର ମାନଙ୍କୁ ସମ୍ମାନିତ କରୁଛନ୍ତି। ମାନେ ଲାଜ ଲାଗିବା ତାଙ୍କ କଥା ଯେ ଭବିଷ୍ୟତ ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳିକି ସେ ଯାଉଛନ୍ତି ପୁରସ୍କାର ବିତରଣ କରିବାକୁ। ଏ ସରକାର ବଦଳିବା ଦରକାର। ଯଦି ନ ବଦଳିବେ ଯୁବ କଂଗ୍ରେସ ରାଜସ୍ଥାନରେ ଲଢେଇ କରିବ। ପ୍ରତି ମାନେ ଅନ୍ୟାୟ ହେଇଛି ଏବଂ ଆପଣ ଦେଖୁଥିବେ କୋଉଭଳି ଭାବରେ 20 ଜଣଙ୍କ ଜୀବନ ଯାଇଛି, ଜୀବନ ସାଙ୍ଗେ ଖେଳୁଛି ସରକାର। ତୁରନ୍ତ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେବା ଦରକାର। ଯଦି ନ ଦିଅନ୍ତି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ ହବ। ଆପଣ ଦେଖିଥିବେ ଗୋଟେ ନିମ୍ବୁଡା ନିମ୍ବୁଡା ଗୀତ ନେଇକି କୋଉଭଳି ଭାବରେ ବହିରେ ଛପା ଯାଇଛି, କୋଉଭଳି ଭାବରେ ଅପାରଗ ସରକାର, ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝି କୋଉଭଳି ଭାବରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଆପଣ ଦେଖୁଥିବେ। ତୁରନ୍ତ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେବା ଦରକାର। ଷଡ଼ଯନ୍ତ୍ର କିଛି ନାହିଁ, ଇଏ ବିଜେପିର ଅପାରଗ ସରକାର। ଇଏ देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।